ଦେଖନ୍ତୁ ଆଜି ମତେ ଭୟ ଲାଗିଲାଣି ଝିଅ ଜନ୍ମ କରିବା ପାଇଁ ଆଉ ଝିଅ ହେଇକି ଜନ୍ମ ହବା ପାଇଁ। କାରଣ ଓଡିଶାରେ କେତେ ଦିନ ହେଲା ଯୋଉ ପରିମାଣରେ ନାରୀ ନିର୍ଯାତନା ଝିଅ ମାନେ ସୁଇସାଇଡ ଆଟେମ୍ପ୍ଟ ଏସବୁ ଚାଲିଛି, ଏଥିପାଇଁ ଆଜି ଭୟ ଲାଗୁଛି ଝିଅ ଜନ୍ମ କରିବାକୁ। ଏଇ ଝିଅର କଣ ହେଇଥିଲା ଇତିହାସକୁ ଆମେ ଯିବା ନାହିଁ, କିନ୍ତୁ ଏବେ ସେ ଯୋଉ ମୃତ୍ୟୁ ସହିତ ସଂଗ୍ରାମ କରୁଛି, ସେ କେମିତି ବଞ୍ଚିବ, ତାର କେମିତି ହାୟର ଟ୍ରିଟମେଣ୍ଟ ହବ, ସେଥିପାଇଁ ମୁଁ ପ୍ରଶାସନକୁ ଅନୁରୋଧ କରିବି ତାକୁ ଯେମିତି ଭୁବନେଶ୍ୱର ପଠାଯାଉ ଏମ୍ସ ହସ୍ପିଟାଲକୁ, ଆଉ ତାର ଉତ୍ତମରୁ ଉତ୍ତମ ଟ୍ରିଟମେଣ୍ଟ କରାଯାଉ। ମୁଁ ସେ ଝିଅ ସହିତ ବି କଥା ହଉଥିଲି, ମୁଁ ତାକୁ ପଚାରୁଥିଲି ତାର ରେସ୍ପଣ୍ଡ ଠିକ ଅଛି, କିନ୍ତୁ ତାର କିଡନୀ ସବୁ ଖରାପ ହେଇଯାଇଛି ବୋଲି ଯାହା ମୁଁ ତାର ମାନେ ରିପୋର୍ଟରୁ ମୁଁ ଦେଖୁଥିଲି। ଆଉ ମେଡିସିନ ସ୍ପେଶାଲିଷ୍ଟଙ୍କ ସହିତ ଯୋଉ କଥା ହଉଥିଲେ ସେ ଯୋଉ କହୁଥିଲେ କି ତାର କିଡନୀ ଦିଟା ଖରାପ ହେଇଯାଇଛି ବୋଲି। ତ ଭଗବାନ ତାକୁ ଭଲ କରିଦିଅନ୍ତୁ, ସୁସ୍ଥ କରିଦିଅନ୍ତୁ। ଆଉ ଏଥିପାଇଁ ଯେଉଁମାନେ ବି ଅଛନ୍ତି ଏକ୍ୟୁଜ ଅଛନ୍ତି, ଗୋଟେ ଶିକ୍ଷିତ ଝିଅ ଯଦି ତାର ଜୀବନକୁ ହାରିଦେବା ପାଇଁ ଯାଉଛି, ତାହେଲେ ତାକୁ କେତେ ପ୍ରେସର ହେଇଛି, ଏଇ ପ୍ରେସର କିଏ କରିଛି, କଣ ପାଇଁ ତାକୁ ପ୍ରେସର ଦିଆଯାଇଛି। ତ ଏଇ ସମସ୍ତଙ୍କୁ ପରିସର ମାନେ ଆଇନର ପରିସର ଭିତରକୁ ନିଆଯାଉ, ଆଉ ସମସ୍ତଙ୍କୁ ଦଣ୍ଡ ଦିଆଯାଉ, ଯୋଉ ଦ୍ଵାରା ଆଉ ଜଣେ ମାନେ ସେ ସବୁ କରିବା ପାଇଁ ଅନ୍ତତଃ ଥରଟେ ଚିନ୍ତା କରିବ ଆଉ ତା ମନରେ ଡର ଆସିବ। ଧନ୍ୟବାଦ।